ଦୁଇଟି ସ୍ଥାନରେ ହୃଦୟ ବିଦାରକ ଦୁର୍ଘଟଣା। ଗୋଟିଏ ଦୁର୍ଘଟଣାରେ ଡାକ୍ତର ଆହତ ହୋଇ ମେଡିକାଲ ଯାଇଥିବା ବେଳେ ଅନ୍ୟଟି ଥାନାରେ ପଶିଲା ଟ୍ରକ୍। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତର ଜଗନ୍ନାଥ ପ୍ରଧାନ କୁଆଖିଆରେ ଏକ ମେଡିକାଲ କ୍ୟାମ୍ପରେ ଯୋଗ ଦେବା ପାଇଁ ଯିବା ସମୟରେ ଆନନ୍ଦପୁର ଉପଖଣ୍ଡ 20 ନମ୍ବର ଜାତୀୟ ରାଜପଥ ହସନପୁର ନିକଟରେ ଡାକ୍ତରଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। କାରଟି ଏକ ଟ୍ରକ୍ ପଛପଟେ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଯାଇଛି। ଫଳରେ ଗୁରୁତର ଅବସ୍ଥାରେ ଡାକ୍ତରଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବାଇଆ ବାତୁଳା ହୋଇ କାଞ୍ଜିପାଣି ଥାନାରେ ପଶିଲା ଟ୍ରକ୍। ହଁ ଦର୍ଶକ ବନ୍ଧୁ, ଟ୍ରକ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଦ୍ୱାରା ବହୁ ଗାଡ଼ିକୁ ଧକ୍କା ଦେଇ ସିଧା ଥାନା ଭିତରକୁ ପଶିଗଲା ଟ୍ରକ୍। ଉକ୍ତ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। କିଏ କହୁଥାନ୍ତି ଆମ୍ବୁଲାନ୍ସକୁ ଡାକ, ପୁଣି ଆଉ କିଏ କହୁଥାନ୍ତି ପେସେଣ୍ଟକୁ ଦେଖ। ଏହା ମଧ୍ୟରେ ଚାଲିଗଲା ଜଣଙ୍କର ବହୁମୂଲ୍ୟ ଜୀବନ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।